ସ୍କୁଲ ଯିବା ରାସ୍ତାରେ ହଠାତ୍ ଜଣେ ସାଇକେଲ ବିକାଳିଙ୍କୁ ଦେଖି କ'ଣ ପାଇଁ ବିଚଳିତ ହେଲି ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଜାଣିବେ। ସମସ୍ତଙ୍କୁ ସୁପ୍ରଭାତ। ସକାଳ ପାଣି ପିଇବାରୁ ଆରମ୍ଭ ହୁଏ ଆଜିର ମୋ ଦିନ। ସ୍କୁଲରେ କିଛି ଦିନ ହେବ ପ୍ରି ମେଟ୍ରିକ୍ ସ୍କଲାରସିପ୍ ଆପ୍ଲାଏ କରିବାରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ତେଣୁ ସକାଳେ କୁଆଡ଼େ ଶୀଘ୍ର ହୋଇଯିବ ବୋଲି ଆପ୍ଲାଏ ଷ୍ଟାର୍ଟ କରେ ତ ସାଇଟ୍ ଏତେ ସ୍ଲୋ ଯେ 2ରୁ 3ଟା ଫର୍ମ ଆପ୍ଲାଏ କରୁ କରୁ ଦିନ 8ଟା ବାଜିଯାଇଥିଲା। ଜିମ୍ ଯିବାରୁ ବଞ୍ଚିତ ହେବା ପରେ ଗାଧୋଇ ସାରି ବ୍ରେକଫାଷ୍ଟ କରିଥିଲି। ସ୍କୁଲ ଯିବା ବାଟରେ ହଠାତ୍ ମୋ ନଜର ପଡ଼େ ଜଣେ ସାଇକେଲ ବିକାଳିଙ୍କ ଉପରେ। ତାଙ୍କ ସହ କିଛି ସମୟ କଥା ହେବା ପରେ ଜାଣିବାକୁ ପାଇଥିଲି ଯେ ସେ କୁଆଡ଼େ ବିହାରରୁ ଆସି ସାଇକେଲ ବିଜନେସ୍ ଆରମ୍ଭ କରିଛନ୍ତି, ଯେଉଁଥିରେ ସେ ଗୋଟେ ସାଇକେଲ ବିକିଲେ 400ରୁ 600 ଟଙ୍କା ଲାଭ ପାଇବେ। ତାଙ୍କର ଏ ହସ ହସ ମୁହଁ ପଛରେ ସେ କରୁଥିବା ଜୀବନର ସଂଘର୍ଷକୁ ଏମିତି ମୋ ଆଗରେ ବଖାଣି ଦେଲେ ଯେ ମୋ ଆଖିରୁ 2 ଧାର ଲୁହ ଝରି ପଡ଼ିଥିଲା। ସ୍କୁଲ ପହଞ୍ଚିଲା ବେଳକୁ ଦେଖେ ତ ଘାସ କଟା ପାଇଁ ଭାଇ ଆମର ଲାଗି ପଡ଼ିଛନ୍ତି। ସକାଳର ଜିମ୍ ସ୍କିପ୍ ହୋଇଥିବାରୁ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ମୋର ଯୋଗାସନ। ଚକ୍ରାସନ, ନୌକାସନ, ପଶ୍ଚିମୋତ୍ତାନାସନ ଓ ହଳାସନ ସବୁକୁ 3 ମିନିଟ୍ ଲେଖାଏଁ କରିବା ପରେ ଶେଷ କରିଥିଲି ବକାସନରେ, ଯାହା ଆମର ରିଷ୍ଟ, ଆର୍ମ, ସୋଲ୍ଡର ସହ ବେକ୍ ମସଲର ଇମ୍ପ୍ରୁଭମେଣ୍ଟ ଆଣିଥାଏ। ରାତିରେ ସମଲେଶ ସହ ଡିନର ସାରି ଚାଲିଲି ଶୋଇବାକୁ। ବାଏ ବାଏ।